ବର୍ତ୍ତମାନ ଯେତେ କ୍ଷୁଦ୍ର ଜମାକାରୀ ଥିଲେ ଆଉ କାହାକୁ ଆପ୍ଲାଏ କରିବାକୁ ପଡ଼ିବ ନାହିଁ। ତେଣୁ ସରକାର ତାଙ୍କ ପଇସା ତାଙ୍କ ଆକାଉଣ୍ଟରେ ପଠାଇଦେବେ। ତେଣୁ ଏଇଟା ଗୋଟେ ବହୁତ ବଡ଼ ପଦକ୍ଷେପ ସରକାର ନେଲେ। ତେଣୁ ସାଧାରଣ ଲୋକଙ୍କ ପାଇଁ ଇଏ ବହୁତ ବଡ଼ ଖୁସିର ଖବର। କାରଣ ବହୁତ ଲୋକଙ୍କ ପାଖରେ କାଗଜପତ୍ର ବି ନାହିଁ, କିଏ ହଜେଇ ଦେଇଛି, କିଏ ଆକାଉଣ୍ଟ ନମ୍ବର ନାହିଁ। ତେଣୁ ସେ ଯେଉଁ ଅସୁବିଧା ହେଉଥିଲା ବର୍ତ୍ତମାନ ସେ ଅସୁବିଧାରୁ ସମସ୍ତ ଜମାକାରୀ ମୁକ୍ତି ପାଇଲେ ଏବଂ ତାଙ୍କ ପଇସା ଫେରି ପାଇବେ। ये खाली क्षुद्र जमाकारी समस्त पाइबे ବର୍ତ୍ତମାନ କ୍ଷୁଦ୍ର ଜମାକାରୀ ପାଇବେ। ତା ପରିବର୍ତ୍ତେ ସମୟରେ ୟାଙ୍କର ସରିଲେ ପୁଣି ତାଠୁ ଅଧିକା ଯେଉଁମାନେ ଅଧିକା ବଡ଼ ସବୁ ଡିପୋଜିଟ୍ କରିଛନ୍ତି ତାଙ୍କ କଥା ବିଚାର କରାଯିବ। ସରକାର ସବୁ ଦୃଷ୍ଟିରୁ ତୀକ୍ଷ୍ଣ ଦୃଷ୍ଟି ରଖୁଛନ୍ତି। ଜମାକାରୀ ମାନଙ୍କ ଦାବି ଥିଲା କି ଯଦି तहसील लिस्ट अच्छी ଏବେ ତ ସରକାର ତାଙ୍କର ଅନଲାଇନରେ କରନ୍ତୁ, ଅଫଲାଇନରେ କରନ୍ତୁ, ସେ କରିବେ। ତାଙ୍କର ଅସୁବିଧା ଆଉ ତ ଆପ୍ଲାଏ କରିବାକୁ ପଡ଼ିବନି। ଆପ୍ଲାଏ କରିବାକୁ ପଡ଼ିବ बिना रसीद ରସିଦ ତ ଦରକାର ନାହିଁ। ଆଉ ତାଙ୍କର କ'ଣ ଦରକାର? ସରଳୀକରଣ ଆବଶ୍ୟକତା ଏବେ ସରଳୀକରଣ କରାଯିବ, ଆହୁରି ଅଧିକା ଦରକାର ପଡ଼ିବ କରାଯିବ। ଆଜ୍ଞା ବିରୋଧୀ କିନ୍ତୁ କହୁଛନ୍ତି ସରକାରଙ୍କ ଦେବା ପାଇଁ ମନୋବୃତ୍ତି ନାହିଁ, ସେଥିପାଇଁ ଏଭଳି 24 ବର୍ଷ ରହି ଲୋକଙ୍କୁ ଠକି ଠକି ଆସିଲେ, ଟଙ୍କାଟିଏ ଦେଲେନି। ଭାରତୀୟ ଜନତା ପାର୍ଟି ଯେତେବେଳେ ଦେଉଛି 2 ବର୍ଷ ଭିତରେ ଜମା କରିକି ଦେବା ପାଇଁ ବର୍ତ୍ତମାନ ସବୁ କାମ ସରି ଆସିଲାଣି। ତେଣୁ ତାଙ୍କ ଦେହରେ ଯାଉନି, କାରଣ ଆମେ ଯେତେବେଳେ ନାଁ ନେଇଯିବୁ ତେଣୁ ସେ କହିବାର ସ୍ୱାଭାବିକ କଥା। ସାରର ଅଭାବ ପଡୁଛି, ବର୍ଷାର ଅଭାବ ରହିଛି। ଆମ ପୋଖରୀରେ ଯୋଜନା ସରକାର କରିଥିଲେ ସେଠି ଚାଷୀର ଲାଭବାନ ହେବେ, ଚାଷ ହେଉଛି। ଦେଖାଯାଉଛି ସବୁ ପ୍ରାୟ ଶୁଖିଲା ପଡ଼ିଛି। ଆମ ପୋଖରୀ ସ୍କିମ୍ ଯାହା ନବୀନ ପଟ୍ଟନାୟକ ଟାଇମରେ ଚାଲି ଆସିଥିଲା, ଆପଣଙ୍କ ସମୟରେ ସେ ବିଲୁପ ପଡ଼ିଯାଇଛି। ପୋଖରୀ ଶୁଖି ଯାଇଥିବ କି ପାଣି ରହୁନଥିବ, ଝର ଫିଟି ନଥିବ, ତାକୁ ସେମାନେ ଆପ୍ଲାଏ କଲା ପରେ ତାକୁ ଆମର ଏଗ୍ରିକଲଚର ଡିପାର୍ଟମେଣ୍ଟ ତର୍ଜମା କରି ଦରକାର ପଡ଼ିଲେ ତାକୁ ପୁନର୍ଜୀବିତ କରାଯିବ।